ଭାଇ ମୋତେ କେବେ କେବେ ଏମିତି କାହିଁକି ଲାଗୁଛି ସମସ୍ତେ ବହୁତ ଆଗକୁ ବଢ଼ୁଛନ୍ତି। କିଏ ସହର ବୁଲୁଛନ୍ତି, କିଏ ପଇସା କମାଉଛନ୍ତି, କିଏ ବାହା ହେଉଛନ୍ତି, ହେଲେ ମୁଁ ଯେଉଁଠିକୁ ସେଇଠି ରହିଛି। ଯେତେବେଳେ ଫୋନରେ ଭିଡ଼ିଓ ଦେଖେ ସେତେବେଳେ ଲାଗୁଛି କି ସମସ୍ତଙ୍କ ଲାଇଫ୍ ବହୁତ ବଢ଼ିଆ ଚାଲିଛି, ଆଉ ମୋତେ ଲାଗୁଛି କି ମୁଁ ଆଉ ଆଗକୁ ବଢ଼ିପାରିବିନି। ମୋ ଦ୍ୱାରା ଏହା ତାହା ହେଇପାରିବନି। ମୁଁ ଭାଇ ଏଇ ଭାବନା ଚିନ୍ତାଧାରା ଏସବୁକୁ କ'ଣ ଖାଲି ତମକୁ ହେଉଛି? ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଠିକ୍ ଏଇଭଳି ପ୍ରୋବ୍ଲେମ୍। ଆଉ ଏଇ ପ୍ରୋବ୍ଲେମ୍ଟା କେଉଁଠି ମୁଁ କହିଦେବି କି? ତ ଶୁଣ, ଆମକୁ ଯେଉଁ କାମ ଏବେ କରିବାକୁ ଦେଇଥିବେ ତାହାକୁ ଆମେ ବିଳମ୍ବ କରୁଛେ। ବିଳମ୍ବ ଅର୍ଥାତ୍ ଏକ୍ଜାମ୍ପଲ୍ ପାଠରେ ଆମକୁ କିଛି ହୋମୱାର୍କ କରିବା ପାଇଁ ଦେଇଥିବେ, ତ ତାହାକୁ ଆମେ କ'ଣ କହିଥାଉ ନା ହୋମୱାର୍କ କରିବାର ଅଛି ତ ପରେ କରିଦେବି। ଏଇଠି ଆମର ବହୁତ ବଡ଼ ଭୁଲ ରହିଛି। ଭୁଲ କ'ଣ ନା ଏବେର କାମ ଏବେ ନ କଲେ ଏମିତି ହୋଇଥାଏ। ଆଉ ଗୋଟେ କଥା, ଇମୋସନାଲ୍ ଆମକୁ ଆଗକୁ ବଢ଼ିବାରେ ଅଟକାଇ ଦେଇଥାଏ। ହଁ, ଯଦି ସ୍ୱପ୍ନ ଦେଖିବାର ଅଛି ତାହେଲେ ସ୍ୱପ୍ନକୁ ସହି କରି ନୁହଁ, ଆଖି ଖୋଲିକି ଦେଖ।